ହ୍ୟାଲୋ, ହାଏ, ନମସ୍କାର। ଆଜିର ଭିଡିଓକୁ କଟକ ସିଏସିର ସ୍ୱାଗତ। ଆଉ 2 ଦିନରେ ମିଳିବାକୁ ଯାଉଛି ସୁଭଦ୍ରା ପଇସା। ଆସନ୍ତୁ ସେ ବିଷୟରେ କିଛିଟା ଡିସ୍କସନ୍ କରିବା। ମୁଁ ଆଗରୁ ବି ଅଲରେଡି ଭିଡିଓ ବନେଇ ସାରିଛି। କୋଉ କୋଉ ଷ୍ଟେପ୍ କରିସାରିଲା ପରେ ଆପଣଙ୍କୁ ପଇସା ମିଳିବ। ତଥାପି ଆଉ ଥରେ ଭିଡିଓଟି କରିବାକୁ କରିଦଉଛି। ଚାଲନ୍ତୁ ପ୍ରଥମେ ଆଗେ ନିଜର କୋଉ KYC ଅପଡେଟ୍ ଅଛି କି ନାହିଁ କେମିତି ଚେକ୍ କରିବେ ସେ ବିଷୟରେ ଦେଖେଇ ଦଉଛି। ଡାଇରେକ୍ଟ ଆପଣ ସୁଭଦ୍ରା .odisha.gov.in କୁ ଯାଇ ଆବେଦନ ସ୍ଥିତି ଉପରକୁ ଯାଇ ଆପଣଙ୍କର ଆଧାର ନମ୍ବର ଦେଇ ଏଠାରେ ଚେକ୍ କରିପାରିବେ ଆପଣଙ୍କର KYC ସ୍ଥିତି ଆପଣ କଣ ଅଛି। ଚାଲନ୍ତୁ ଗୋଟେ ଆଧାର ନମ୍ବର ଦେଇ ଦେଖେଇ ଦଉଛି କେମିତି ହବ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ସବସ୍କ୍ରାଇବ କରି ବେଲ୍ ଆଇକନକୁ ଚିପିଥିଲେ ଆପଣ ଆମର ସର୍ବପ୍ରଥମ ଯୋଉ ଟପିକ ଉପରେ ହବ ସେ ଭିଡିଓଟି ଆପଣଙ୍କ ପାଖକୁ ଆଗେ ଯିବ। ତ ଚାଲନ୍ତୁ ଆଗେ OTP ଆସିଲେ ଏଠାରେ ଦେଇ ଦେଖିବା ଏଟା କଣ ଦେଖଉଛି। ପ୍ରାୟ ଦେଖଉଥିବ ଏବେ ଦେଖଉଛି ଅଣ୍ଡର ପ୍ରୋସେସ। ତ ଯୋଉଟା ଅଣ୍ଡର ପ୍ରୋସେସ ଦେଖଉଛି ଆପଣ ଯୋଉଠି ଯୋଉ ଜନସେବା କେନ୍ଦ୍ରକୁ ଯାଇ ଆପ୍ଲାଏ କରିଥିଲେ ସେଇଠି ଯାଇକି ତାଙ୍କ ପାଖରେ KYC ଟା କରେଇବେ, KYC କରେଇବେ। ତ ବାକି ରହିଲା ବ୍ୟାଙ୍କିଙ୍ଗ ଉପରେ ଆପଣଙ୍କର NPCI ଲିଙ୍କ ଅଛି କି ନାହିଁ ବା DBT ଅଛି ନା ନାହିଁ ସେଇଟା ଆପଣ ଡାଇରେକ୍ଟ ବି ଚେକ୍ କରିପାରିବେ ନିଜେ ଅନଲାଇନ ମାଧ୍ୟମରେ। ୟା ପୂର୍ବ ଭିଡିଓରେ ମୁଁ ଦେଖେଇଛି କେମିତି NPCI କୁ ଯାଇ ଚେକ୍ କରିପାରିବେ ଆପଣଙ୍କ ଆଧାର ନମ୍ବର ଦେଇ। ବାକି ରହିଲା ଆ, ଏବେ ଯୋଉ ବ୍ୟାଙ୍କ ସହିତ ଆପଣଙ୍କର DBT ଅଛି ତାକୁ ଏବେ କଟାକଟି କରନ୍ତୁନି, କାହିଁକି ନା ଏବେ କଟାକଟି କଲା ମାନେ ଆଡ୍ ହବାକୁ ଟାଇମ ଲାଗିବ। କୋଉଟା ଗୋଟାଏ ଘଣ୍ଟାରେ ହେଇଯାଉଛି, କୋଉଟା ଗୋଟେ ଦିନ ଲାଗି ଯାଉଛି, କୋଉଟା 7 ଦିନ ଲାଗି ଯାଉଛି। ଏବେ ଟାଇମ ଲାଗୁଛି ତ ଏଇ 9 ତାରିଖ ଯାଉ ତାପରେ ଆପଣ ସେଟାକୁ ଠିକ କରେଇବେ। ତ ଏବେ ଯାହା ଯେମିତି ଅଛି ସେମିତି ଥାଉ। ଯଦି ଆପଣଙ୍କର ଇନଆକ୍ଟିଭ ଦେଖଉଛି ସେଟା ବ୍ୟାଙ୍କ କୁ ଯାଇ KYC ଦେଇକିନା ଆପଣ ଅଫଲାଇନ ମାଧ୍ୟମରେ ଏଟା KYC କରେଇ ଦିଅନ୍ତୁ। ଆଉ ବାକି ରହିଲା ଏବେ ଅନଲାଇନ SBI ଆଉ ବ୍ୟାଙ୍କ ଅଫ ଇଣ୍ଡିଆ ଯୋଉମାନେ ଆଡ କରିପାରୁନଥିଲେ ମାନେ NPCI ମାଧ୍ୟମରେ ସେଟା ଅଲରେଡି ଏବେ ଆକ୍ଟିଭ ହେଇଯାଇଛି। ସେ ଦିଟା ବ୍ୟାଙ୍କ ଏଠାରେ ଶୋ କରୁଛି। ତ ଏଠୁ ଡାଇରେକ୍ଟ ବି ଆପଣ ଚାହିଁବେ ଯଦି ଆଡ କରିପାରିବେ NPCI ମାଧ୍ୟମରେ। ତ ଦେଖନ୍ତୁ ଏ ସୁଭଦ୍ରା ପଇସା ହେଲା ଗୋଟେ ଲଟେରୀ ଟାଇପ ର। ତ ଯୋଉମାନେ ପ୍ରଥମ କିସ୍ତି ପାଇଯାଇଛନ୍ତି ସେକେଣ୍ଡ କିସ୍ତି ପାଇନାହାନ୍ତି ସେମାନେ ବି ଦେଖନ୍ତୁ, ଆଉ ଯୋଉମାନେ ଟୋଟାଲ ପାଇନାହାନ୍ତି ସେମାନେ ବି ଦେଖନ୍ତୁ। ତ ଅ, ଯାହା ଯାହା ପ୍ରୋସେସ କହୁଛି ସେ ପ୍ରୋସେସ କରନ୍ତୁ। ହୁଏତ କିଏ ଯିଏ ନ ପାଇଛନ୍ତି ସେ ପାଇଯାଇ ପାରନ୍ତି, କିନ୍ତୁ ଆପଣଙ୍କର ଯଦି କୋଉଠି ଗୋଟେ ଯଦି ମିଷ୍ଟେକ୍ ଥିବ ଆପଣ ପାଇପାରିବେନି। ପୁଣି ଆପଣଙ୍କର ପ୍ରୋବ୍ଲେମ ହବ ଯାହା ଫଳରେ କି ଏ ପଇସାଟି ଆଉ ପାଇପାରିବେନି। ପୁଣି ଯାଇ ଆସନ୍ତା ବର୍ଷ ପାଇବେ। ଆଉ ସେଟା ପାଇବେ କି ନାହିଁ ବି ଠିକ ରେ କହିହବନି। ସେତେବେଳକୁ ପୁଣି କୋଉ ନୂଆ ନିୟମ ବାହାରି ଯାଇଥିବ, ବୁଝିପାରୁଛନ୍ତି। ତ ଏଇ ସବୁ ପ୍ରୋସେସ ଯୋଉଗୁଡା ମୁଁ ସବୁ କହୁଛି ଟିକେ ଧ୍ୟାନ ଦେଇ ଦେଖନ୍ତୁ ଆଉ ସେଇଗୁଡା କରନ୍ତୁ। ଯାହା ଜଣା ପଡୁଛି ସୁଭଦ୍ରା ସାଇଟ ଟି ଏବେ ପ୍ରୋବ୍ଲେମ ଅଛି। ତ ଆଉ କିଛି ସମୟ ଗଲେ ଆପଣ ଟ୍ରାଏ କରିପାରିବେ। ଏଠାରେ ଆପଣଙ୍କର ଯାହା ଦେଖେଇବ ଯଦି ଅଣ୍ଡର ପ୍ରୋସେସ ଦେଖେଇଲା ତାହେଲେ ବ୍ୟାଙ୍କ ସହିତ କଣ୍ଟାକ୍ଟ କରିବେ। ଯଦି ଆପଣଙ୍କର ଇଏ ଦେଖେଇଲା ମାନେ କଣ DBT ଏକରିଆ କାଳେ ଲିଙ୍କ ହେଇନଥିବ ସେଇଥିପାଇଁ ଅଣ୍ଡର ପ୍ରୋସେସ କହୁଥିବ। ବାକି ରହିଲା KYC ପେଣ୍ଡିଙ୍ଗ ଯଦି ଦେଖେଇଲା ତାହେଲେ ଆପଣ ଯୋଉ ଜନସେବା କେନ୍ଦ୍ରରେ ଯାଇ ଆପ୍ଲାଏ କରିଥିଲେ ସେଇ ଜାଗାରେ ଯାଇ ଆଉ ଥରେ ଆପଣଙ୍କର KYC ଟା କରେଇବେ। ତ ଇଏ ସଇଲା ସୁଭଦ୍ରା କଥା। ତାପରେ ଆପଣ କେମିତି ନିଜର ବ୍ୟାଙ୍କ ର ସିଡିଙ୍ଗ କଣ ଅଛି ସେଇଟା କେମିତି ଚେକ୍ କରିବେ। ଚାଲନ୍ତୁ ଦେଖେଇ ଦଉଛି। NPCI ପୋର୍ଟାଲ କୁ ଯିବେ। NPCI ପୋର୍ଟାଲ କୁ ଗଲା ପରେ ନ୍ୟାସନାଲ ପେମେଣ୍ଟ ଉପରେ କ୍ଲିକ କରି ବିଜନେସ ଉପରକୁ ଯିବେ। ସରି ବିଜନେସ ନୁହଁ।
କଞ୍ଜ୍ୟୁମର ଉପରକୁ ଯିବେ। କଞ୍ଜ୍ୟୁମର ଉପରକୁ ଯାଇ ଭାରତ ଆଧାର ସିଡିଂ ଅନେବଲ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ଏଠାରେ ପଳେଇ ଆଇଲା। ତାପରେ ଆପଣଙ୍କର ଆଧାର ସିଡିଂ ଡିସିଡିଂ ଉପରକୁ ଯିବେ। ତାପରେ ଆପଣଙ୍କର ଆଧାର ନମ୍ବର ଏଠାରେ ଦେବେ। କୋଉ ବ୍ୟାଙ୍କ ସହିତ ସିଡିଂ ଅଛି ଆପଣ କେମିତି ଜାଣିବେ? ଏଟା ବି ନକରି ଆପଣ ଡାଇରେକ୍ଟ ବି ଯଦି ଆପଣଙ୍କର ଆଧାର ପୋର୍ଟାଲକୁ ଯାଇକିନା ବି ଯଦି ଲଗଇନ କରିଦଉଛନ୍ତି, ଆପଣ ସେଠୁ ବି ଜାଣିପାରିବେ ଆପଣଙ୍କର କୋଉ ବ୍ୟାଙ୍କ ସାଙ୍ଗରେ ଲିଙ୍କ ଅଛି। ଚାଲନ୍ତୁ ଏଠି ଆଧାର ଓଟିପି ଦେଇ ଦେଖେଇ ଦଉଛି କୋଉ ବ୍ୟାଙ୍କ ସହିତ କାହାର ଲିଙ୍କ ଅଛି। 75126669। ଓଟିପି ପଳେଇ ହେଲା। ଆଧାର ଓଟିପି ଏଣ୍ଟର କଲା ପରେ ଆପଣ ଏଇଠି ଡାଇରେକ୍ଟ ଲଗଇନ ହେଇଯିବେ। ବ୍ୟାଙ୍କ ସେଟିଂ ଷ୍ଟାଟସ ଉପରକୁ ଗଲେ ଆପଣ ଜାଣିପାରିବେ ଆପଣଙ୍କର କୋଉ ବ୍ୟାଙ୍କ ସାଙ୍ଗରେ ଲିଙ୍କ ଅଛି। ତ ଏଠାରେ ଆକ୍ଟିଭ ଦେଖଉଛି, ପ୍ରାୟ ଲୋକଙ୍କର ଏଠି ଇନଆକ୍ଟିଭ ଦେଖାଏ। ଇନଆକ୍ଟିଭ ଦେଖେଇଲେ ଆପଣ ଏନପିସିଆଇ କୁ ଯାଇ ଆପଣଙ୍କର ଏଇ ଜାଗାରେ ଇଏ କରେଇ ପାରିବେ। ଆଧାର ନମ୍ବର ଦେଇ ସିଡିଙ୍ଗ ଉପରେ କ୍ଲିକ୍ କରି ଯୋଉ ବ୍ୟାଙ୍କ ଆପଣ ଦବାକୁ ଚାହୁଁଥିବେ ସେ ବ୍ୟାଙ୍କକୁ ଚୁଜ୍ କରି ତା ଆକାଉଣ୍ଟ ନମ୍ବର ଦେଇ ଟିକ୍ ମାରି କ୍ୟାପଚର ଦେଇ ସବମିଟ ଉପରେ କ୍ଲିକ୍ କରିବେ। କିଛି ସମୟ ୱେଟ୍ କରିବେ। ପୁଣି ଗୋଟେ ଓଟିପି ଟେ ଆସିବ। ସେ ଓଟିପି ଟିକୁ ଏଣ୍ଟର କଲା ପରେ ଆପଣଙ୍କର ଏଠାରେ ସିଡିଙ୍ଗ ହୋଇଯିବ। ତ ଆପଣ ଏମିତି ଚେକ୍ କରିପାରିବେ ଆପଣଙ୍କର ଏବେ ଆକ୍ଟିଭ ଅଛି କି ଇନଆକ୍ଟିଭ ଅଛି। ତ ବାକି ରହିଲା ଆଉ ଯାହା ସବୁ ଅପଡେଟ ରହିଲା, ଏଇ କେବଳ ତିନିଟା ଉପରେ ଆପଣ ଫୋକସ କରନ୍ତୁ। ଫାଷ୍ଟ ରହିଲା ବ୍ୟାଙ୍କ ଆକାଉଣ୍ଟ ଆଉ ବ୍ୟାଙ୍କ ସିଡିଙ୍ଗ ଅଛି ନା ନାହିଁ। ଆଉ ଯଦି ନାହିଁ ସେଟା ଆପଣ ଏନପିସିଆଇ ମାଧ୍ୟମରେ କରାନ୍ତୁ। ଆଉ ଯଦି ଆପଣଙ୍କର ମାନେ କଣ ରାସନ କାର୍ଡ ରେ ଯଦି ଆପଣଙ୍କର ବି ନାଁ କଟିଥିବ, ତାହେଲେ ଆପଣଙ୍କର ପାଇବାର ଏଠି ଚାନ୍ସ ବହୁତ କମ ଅଛି। ଆଉ ଆଧାର ଆଉ ବାକି ରହିଲା ବ୍ୟାଙ୍କ ଆଉ ବାକି ରହିଲା ସୁଭଦ୍ରା, ଏଇ ତିନିଟା ଆପଣ ୱାଚ୍ କରନ୍ତୁ। ଆପଣ ପ୍ରଥମେ ହେଲା ସୁଭଦ୍ରାର କେୱାଇସି ଅଛି ମାଗୁଛି କି ନାଇଁ ସେଇଟା ଚେକ୍ କରନ୍ତୁ। ତାପରେ ବ୍ୟାଙ୍କ ଆପଣଙ୍କର ସିଡିଙ୍ଗ ଅଛି ନା ନାଇଁ ସେଇଟା ଚେକ୍ କରନ୍ତୁ। ଯଦି ସିଡିଙ୍ଗ ନାହିଁ ଇନଆକ୍ଟିଭ ଦେଖଉଛି, ଏଇ ଜାଗାରେ ଚେକ୍ କଲା ବେଳକୁ ଏଠି ଆକ୍ଟିଭ ଦେଖଉଛି, ପ୍ରାୟ ଲୋକଙ୍କର ଇନଆକ୍ଟିଭ ଦେଖାଏ। ଇନଆକ୍ଟିଭ ଦେଖେଇଲେ ଆପଣ ଜାଣିବେ ଯେ ଆପଣଙ୍କର ଅଇକା ବ୍ୟାଙ୍କ ସହିତ ଲିଙ୍କ ନାହିଁ ଆଧାର ଟା। ଯାଇକି ଆପଣ ସିଡିଙ୍ଗ ଫର୍ମ ଭର୍ତ୍ତି କରି ଫର୍ମ ଟିକୁ ଫିଲଅପ କରି ବ୍ୟାଙ୍କରେ ଦେଲେ ସେଠି ସେ ସିଡିଙ୍ଗ କରେଇଦେବେ। ତ ଏତିକି କରନ୍ତୁ, ଆପଣଙ୍କର ସୁଭଦ୍ରା ପଇସା ଆସିବାର 100% ଚାନ୍ସ ଅଛି। ଆଉ ଯଦି କାହାର ବି ଏଇ ତିନିଟାରୁ ତ୍ରୁଟି ରହୁଛି, ତ ତାକୁ ଆପଣ ବ୍ୟାଙ୍କ ଯାଇକିନା ଥ ଥରେ ଇଏ କରିବା ପାଇଁ ତା ସଲ୍ୟୁସନ ପଚାରିକି ତା ସଲ୍ୟୁସନ କରାନ୍ତୁ। ତ ଆପଣଙ୍କର 100% ଆସିବ, ସୁଭଦ୍ରା ପଇସାଟି ଆସିଯିବ। ତ ଆଜିର ଭିଡିଓ ଏତିକି ଥିଲା। ତ ଆଉ ଟାଇମ ନାହିଁ, ଆପଣ ଜଲ୍ଦି ଜଲ୍ଦି ଭିଡିଓଟିକୁ ଦେଖି ସବସ୍କ୍ରାଇବ କରି ଲାଇକ୍ କରି ଆପଣ ବ୍ୟାଙ୍କ ଯାଇ ଦେଖନ୍ତୁ ଆପଣଙ୍କର କୋଉଠି ତ୍ରୁଟି ରହୁଛି କି କଣ କରୁଛି। ଆପଣ ନିଜେ ମୋବାଇଲରେ ବି ଚାହିଁଲେ ଆପଣ ନିଜେ ଚେକ୍ କରିପାରିବେ। ତ ଯେଉଁ ହିତାଧିକାରୀ ମାନେ ବାଦ୍ ପାଇଛନ୍ତି ସେଇମାନେ ପର୍ଟିକୁଲାର ଆଗେ ଦେଖିକି ବୁଝିକିନା ଆଗେ ନିଜେ ସେଟା କରିବାକୁ ଟ୍ରାଏ କରନ୍ତୁ। ଆଉ ଦୁଇଟି ଦିନ ରହିଲା, ତାରି ଭିତରେ ଯାହା ହେଇପାରିବ। ରହୁଛି, ଜୟ ଜଗନ୍ନାଥ।